गजपति जिला मोहना थाना शिकुलीपदर निकटर 2 क्विंटाल 10 किलो गंजेई जबत करिछि मोहना पुलिस। गंजेई चोरा चालाण अभियोग रे जड़े अभियुक्त को गिरफ्त कराଯାଇଛି। गिरफ अभियुक्त जनक हेले शिकुलीपदर गाँव बुटू रहित एसपी जतेन्द्र पंडांग निर्देश क्रमे ऑपरेशन प्रहार माध्यम रे मोहना थाना अधिकारी बसंत सेठी और टीम शिकुलीपदर ग्राम निकटस्थ रास्तार पेट्रोलिंग करुଥିଲେ। ଏହି ସମୟରେ ରାସ୍ତା କଡ଼ରେ ଗାଡ଼ିଟିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ଦେଖି ସନ୍ଦେହ ହୋଇଥିଲା। ପରେ ବ୍ୟକ୍ତିକୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ 7ଟି ବସ୍ତାରୁ 2 କ୍ୱିଣ୍ଟାଲ 10 କିଲୋ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ମୂଲ୍ୟ 20 ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା। ଆମର ଏ ଯେଉଁ ଅପରେସନ ପ୍ରହାର ଚାଲିଛି ସେହି ଅଭିଯାନରେ ମୋହନା ଥାନା ତରଫରୁ କାଲି ଯେତେବେଳେ ଦିନ ବେଳେ ପେଟ୍ରୋଲିଂ କରାଯାଉଥିଲା ଆଇଆଇସି ଏବଂ ଅନ୍ୟ ଷ୍ଟାଫ୍ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟେ ଖବର ପାଇଥିଲେ। ସେ ଖବରକୁ ବେସ୍ କରିକି ସେମାନେ ଶିଙ୍କୁଳିପଦର ଗ୍ରାମକୁ ଯେଉଁ ରାସ୍ତା ଯାଇଛି ସେ ରାସ୍ତା କଡ଼ରେ ଜଣେ ବ୍ୟକ୍ତି କିଛି ବସ୍ତା ରଖି ସେଠାରେ ଉପସ୍ଥିତ ଥିଲେ। ହଠାତ୍ ପୁଲିସକୁ ଦେଖି ସେ ଦୌଡ଼ିବାକୁ ଆରମ୍ଭ କରିଥିଲେ। ତେଣୁ ପୁଲିସ କର୍ମଚାରୀ ତାକୁ ଚେଜ୍ କରିକି ତାକୁ ଧରିବାରେ ସକ୍ଷମ ହୋଇଥିଲେ। ତାପରେ ସେ ବସ୍ତା ଗୁଡ଼ିକରେ ଗଞ୍ଜେଇ ଥିବାର ଦେଖାଯାଇଥିଲା। ଓଜନ କରିବାରେ ସେ ଗଞ୍ଜେଇ 2 କ୍ୱିଣ୍ଟାଲ 20 କେଜି ଓଜନ ହୋଇଥିଲା। ସେ ଗଞ୍ଜେଇକୁ ଜବତ କରାଯାଇଥିଲା ଏବଂ ଯେଉଁ ବ୍ୟକ୍ତି ସେ ସବୁକୁ ବିକିବା ପାଇଁ ଯୋଜନା କରୁଥିଲେ ଏବଂ ଅପେକ୍ଷା କରିଥିଲେ କୌଣସି କ୍ରେତାଙ୍କ ପାଇଁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାଁ ବୁଡୁ ରହିତ, ପିତା ସ୍ୱର୍ଗତ ଡାଡୁ ରହିତ ଏବଂ ତାଙ୍କ ଘର ସେହି ଶିଙ୍କୁଳିପଦର ବାଘମାରୀ ଅଞ୍ଚଳରେ। ଏ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଯଦି ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବ ତାକୁ ମଧ୍ୟ ଖୁବ୍ ଶୀଘ୍ର ଆମେ ଗିରଫ କରିବୁ। गजपति जिलार मोहिनी सरासिंह रिपोर्ट गीतांजलि न्यूज ओडिया।